ସତ୍ୟବ୍ରତ ଦ୍ୱିତୀୟ ଭାଗର ଜୀବନରେ ଆଡ଼ଜଷ୍ଟମେଣ୍ଟ। ଅନ୍ଧାର ରାତି, ଝିପିଝିପି ବର୍ଷା ହେଉଥାଏ। ସହରଠୁ ଟିକିଏ ଦୂର ନିଛାଟିଆ ଜାଗାରେ ଥିବା କୁଡ଼ିଆ ଭିତରେ ଗରିବ ବୁଢ଼ାଟିଏ ନିଦରେ ଶୋଇଥାଏ। କବାଟରେ ଠକ୍ ଠକ୍ ଆୱାଜ ଶୋଇବାରୁ ବୁଢ଼ାଟି ଦୁଆର ଖୋଲିକି ଦେଖିଲା ଯୁବକ ଜଣେ ବର୍ଷାରେ ଓଦା ହୋଇ ବାହାରେ ଛିଡ଼ା ହୋଇଛି। ତୁରନ୍ତ ତାକୁ ସେ ଭିତରକୁ ଡାକି ନେଇ ପୋଛାପୋଛି ହେବା ପାଇଁ ତଉଲିଆଟିଏ ଦେଲା। ଯୁବକ ଜଣକ କୃତକୃତ୍ୟ ହୋଇ ସେଇଠି ରାତିଟା ବିଶ୍ରାମ ନେବା ପାଇଁ ବୁଢ଼ାକୁ ଅନୁରୋଧ କଲା। ବୁଢ଼ା କୌଣସି ଆପତ୍ତି ନ କରି ତା ପାଖରେ ଶୋଇପଡ଼ିବାକୁ କହିଲା। ଟିକେ ନିଦ ଲାଗିଛି କି ନ ଲାଗିଛି, ପୁଣି କବାଟ ଠକ୍ ଠକ୍ ହେବାର ଶବ୍ଦ ଶୁଣିବାରୁ ବୁଢ଼ା ଜଣକ କବାଟ ଖୋଲିବାକୁ ଗଲାବେଳେ ଯୁବକଟି କୁଡ଼ିଆ ଭିତରେ ଆଉ ଜାଗା ନଥିବାରୁ କବାଟ ଖୋଲିବାକୁ ମନା କଲା। ବୁଢ଼ା କିନ୍ତୁ ସେତେବେଳକୁ କବାଟ ଖୋଲି ସାରିଥିଲା। ଆଉ ଦେଖିଲା ବାଳକଟିଏ ବର୍ଷାରେ ବାହାରେ ଠିଆ ହୋଇ ଥରୁଛି। ସେ ତାକୁ ଭିତରକୁ ଡାକିଲା ବେଳେ ଯୁବକ ଜଣକ ଆପତ୍ତି କରି କହିଲା ଯେ କୁଡ଼ିଆରେ 2 ଜଣଙ୍କଠୁ ଅଧିକ ଶୋଇବାର ବ୍ୟବସ୍ଥା ନଥିବାରୁ ବାଳକକୁ ଭିତରକୁ ଡାକିବା ଉଚିତ ହେବ ନାହିଁ। ଶୋଇବାକୁ ସିନା ଜାଗା ହେବ ନାହିଁ, 3 ଜଣ ବସିବାକୁ ତ ଜାଗା ହେବ। ରାତିଟା କଥା ତ, ଆ ବାପା ଆ କହି ବୁଢ଼ା ପିଲାଟିକୁ ଭିତରକୁ ଡାକିନେଲା। କିଛି ସମୟ ପରେ ପୁଣି କବାଟ ଠକ୍ ଠକ୍ ହେବାରୁ ବୁଢ଼ା ଉଠିବାକୁ ଉଦ୍ୟତ ହୁଅନ୍ତେ ଯୁବକ ଓ ବାଳକ ଦୁହେଁ ଆପତ୍ତି କରି କହିଲେ, ମଉସା, କୁଡ଼ିଆରେ ତ ଆଉ ବସିବାକୁ ଇଞ୍ଚେ ବି ଜାଗା ନାହିଁ, କବାଟ କାହିଁକି ଖୋଲୁଛ? ବୁଢ଼ା ତାଙ୍କ କଥା ନ ମାନି କବାଟ ଖୋଲି ଦେଖିଲା ବାପ ପୁଅ 2 ଜଣ ବାହାରେ ଛିଡ଼ା ହୋଇ ଓଦା ହେଉଛନ୍ତି। ସେମାନଙ୍କୁ ଭିତରକୁ ଆସିବାକୁ କହିବାରୁ ଯୁବକ ଓ ବାଳକ 2 ଜଣ କେମିତି ଆଡ଼ଜଷ୍ଟ ହେବା ବୋଲି ପ୍ରଶ୍ନ କରିବାରୁ ବୁଢ଼ା ଜଣକୁ କହିଲା, ଆରେ ବାପା, 5 ଜଣ ବସିବାକୁ ସିନା ଜାଗା ନାହିଁ, ହେଲେ ଠିଆ ହୋଇ ତ ଆଡ଼ଜଷ୍ଟ କରିଦେଇ ହେବ। ରାତିଟା କଥା ତ, ଆଉ କ'ଣ ଏ ବାପ ପୁଅ ଦୁହେଁ ଓଦା ହୋଇ ବାହାରେ ଛିଡ଼ା ହୋଇଥିବେ। ଆସନ୍ତୁ ଆଜ୍ଞା, ଆସନ୍ତୁ, ପୁଅକୁ ସାଙ୍ଗରେ ନେଇ ଏ କୁଡ଼ିଆ ଭିତରେ ଟିକେ ଛିଡ଼ା ହୋଇ ଆଡ଼ଜଷ୍ଟ କରିନେବା। ପାଠକଗଣ, ଏଇ ଗଳ୍ପ ମାଧ୍ୟମରେ ମୋର ଏତିକି କହିବାର ହେଲା ଯେ ଥରେ ଆପଣମାନେ ଠେଲିପେଲି ଟିକିଏ ସୁବିଧାଜନକ ପରିସ୍ଥିତିରେ ଆଡ଼ଜଷ୍ଟ ହୋଇଯିବା ପରେ ପୁଣି ଅନ୍ୟ କିଏ ଭିତରକୁ ଆସିବାକୁ ଚାହିଁଲା ବେଳେ ଆମେ ବାଟ ଓଗାଳି ଥାଉ। ଧରନ୍ତୁ ଆପଣ ଗୋଟେ ବସ୍ରେ ଚଳିଲେ, ବସ୍ ଭାରି ଭିଡ଼ ହୋଇଛି, ଯାହି ତାହି କରି ଜବରଦସ୍ତ ପଶିଗଲେ। ସମସ୍ତ ଯାତ୍ରୀଙ୍କ ବିରୋଧ ସତ୍ତ୍ୱେ ଆପଣ ଧକ୍କା ପେଲା କରି ଭିତରକୁ ଯାଇ ଛିଡ଼ା ହୋଇପଡ଼ିଲେ। ତାପରେ ନେକ୍ସଟ ବସ୍ ଷ୍ଟପେଜରେ ଆପଣ ମଧ୍ୟ ପୁରୁଣା ଯାତ୍ରୀଙ୍କ ସହ ମିଶି ଆର ଜଣକୁ ପ୍ରବେଶ କରିବାକୁ ବିରୋଧ କରିବେ ଓ ବାଟ ଓଗାଳି ଛିଡ଼ା ହୋଇପଡ଼ି କହିବେ, ହଇବ କଣ୍ଡକ୍ଟର ବାବୁ, ଆହେ ଆମେ ମଣିଷ ନା ମାନବସ୍ଥା, ଆଏ କେତେ ଲୋକ ଆଉ ଉଠାଇବ। ଏମିତିଆ କମେଣ୍ଟ ଆପଣ ଚଢ଼ିଲା ବେଳେ ବି ଶୁଣିଥିଲେ। ଏବେ ଆପଣ ମଧ୍ୟ ତାଙ୍କ ସହିତ ମିଶି ସେହି କମେଣ୍ଟରେ ଆପଣଙ୍କ ସ୍ୱର ମିଶାଇ ଦେବେ। ଆପଣ ଅନେକ ସମୟରେ ଖବରକାଗଜ ମାନଙ୍କରେ ବୃଦ୍ଧମାନଙ୍କର ପୁରୁଣା ଭୁବନେଶ୍ୱର ସ୍ମୃତି ସହ ନୂଆ ଭୁବନେଶ୍ୱର ପ୍ରତି କ୍ଷୋଭର ବିସ୍ତୃତ ବିବରଣୀ ପଢ଼ୁଥିବେ। ଆଉ ସେ ଭୁବନେଶ୍ୱର ନାହିଁ ଆଜ୍ଞା। ସେ ସଞ୍ଜବେଳେ ଦକ୍ଷିଣା ପବନ, ସେ ପାହାନ୍ତିଆ ଶୀତ, ସେ କୋଇଲିର କୁହୁ କୁହୁ ତାନ ସବୁ ନଷ୍ଟ କରିଦେଲେ ଆଜ୍ଞା। ଖାଲି ତ ଲୁହା, ସିମେଣ୍ଟ ଓ କଂକ୍ରିଟର ଘର ତିଆରି ଚାଲିଲା। ଜଳବାୟୁର ପରିବର୍ତ୍ତନ ହେବ ନାହିଁ ତ ଆଉ କ'ଣ ହେବ? ମୋର ସେଇ ବୃଦ୍ଧମାନଙ୍କୁ ପଦେ କହିବାର ଅଛି, ଏହି ଭୁବନେଶ୍ୱର ତୁମେ ଆସିବା ପୂର୍ବରୁ ଖଣ୍ଡଗିରି ତଳେ କେତେ ସୁନ୍ଦର ନିରୋଳା ଜଙ୍ଗଲଟିଏ ଥିଲା। ତୁମେ ଯେତେବେଳେ ପ୍ରଥମେ ଆସି ଏଠି ଲୁହା, ସିମେଣ୍ଟ ଓ କଂକ୍ରିଟରେ ଘରଟିଏ କଲ, ସେତେବେଳେ ଏହାର ଜଳବାୟୁ ନଷ୍ଟ ଆରମ୍ଭ ହୋଇନଥିଲା କି? ତୁମ ପରେ ଯେଉଁମାନେ ଆସିଲେ ତୁମେ ତାଙ୍କୁ ଆପତ୍ତି କଲ, ସେମାନେ ବି ତୁମ ସହିତ ମିଶି ସେମାନଙ୍କ ପରେ ଯିଏ ଆସିଲେ ତାକୁ ଆପତ୍ତି କଲେ। ଏମିତି ଲୋକେ ଆସୁଛନ୍ତି ଆଉ ଆପତ୍ତି ହୋଇ ଚାଲିଛି। ମୋର କହିବା କଥା ଯେ ଆମେ ଯଦି ଭାବିବା ଆମେ ହିଁ କେବଳ ଭୁବନେଶ୍ୱରରେ ରହିବୁ ଆଉ ତୁମେ କେହି ଆସ ନାହିଁ, ଏହା ସମ୍ଭବପର କି? ଭୁବନେଶ୍ୱର ଆମ ରାଜ୍ୟର ରାଜଧାନୀ। କୋରାପୁଟରୁ ନେଇ ସମ୍ବଲପୁର ପର୍ଯ୍ୟନ୍ତ ସବୁ ଲୋକଙ୍କର ଇଚ୍ଛା
ଭୁବନେଶ୍ୱରରେ ତାଙ୍କର ବସା ଘର ଖଣ୍ଡେ ହେଉ। ତୁମେ ଆଗରୁ ଆସିଯାଇଛ ମାନେ ୟା ନୁହେଁ ଯେ ତୁମେ କହିବ ଆମେ ଅଛୁ ତୁମେ ଆଉ ଆସ ନାହିଁ। ତା କେମିତି ହେବ? ତୁମେ ଆଗରୁ ଆସିଛ ବୋଲି 1-2 ଏକର ଲେଖାଏଁ ଜାଗା ଗୁଡ଼ିଏ ମାଡ଼ି ବସିଛ। ଯେଉଁମାନେ ଟିକେ ଅପେକ୍ଷାକୃତ କମ୍ ଚାଲାକ ସେମାନେ ଆସିଲା ବେଳକୁ କେବଳ ଫ୍ଲାଟ୍ ହିଁ ମିଳୁଛି, ଆଉ ସେମାନେ ସେହି ଫ୍ଲାଟ୍ ଭିତରେ ମୁଣ୍ଡ ଗୁଞ୍ଜିକି ରହିଯିବାକୁ ଚାହୁଁଥିବା ବେଳେ ତୁମେ ଆପତ୍ତି କରୁଛ ଯେ ଜଳବାୟୁ ନଷ୍ଟ ହୋଇଯାଉଛି। କଥାଟା ସତ ହୋଇପାରେ, ତେବେ କ'ଣ ଆଉ କରାଯାଇପାରେ? ତାଙ୍କୁ ତ ଆଉ ଆସିବାକୁ ମନା କରିହେବନି, ବରଂ ଟିକେ ତାଙ୍କ ସହିତ ଆଡ଼ଜଷ୍ଟ କରି ଚଳିବାକୁ ପଡ଼ିବ। ମୋର ମନେ ଅଛି ପିଲାଦିନେ ଗାଁରେ କାଠ ବେଞ୍ଚ ଉପରେ ବସି ଆମେ ଝାମୁଯାତ୍ରା ଦେଖୁଥାଉ। ଗୋଟିଏ ବେଞ୍ଚ ଉପରେ ଆରାମରେ 3 ଜଣ ବସିଥାଉ। ଚତୁର୍ଥ ଜଣକୁ ଆସିଲା ବେଳକୁ ଆମେ ଟିକେ ଆମ ନିତମାନଙ୍କୁ ଘୁଞ୍ଚେଇ ଦେଇ ତା ପାଇଁ ଜାଗାଟିଏ ବାହାର କରିଦେଉ। ଅଧଘଣ୍ଟେ ଯାଇନଥିବ ପୁଣି ଜଣେ ଆସି ଆଉ ଟିକେ ଆଡ଼ଜଷ୍ଟ କରିବାକୁ କହିବ। ଯାହି ତାହି କରି ତାକୁ ଆଡ଼ଜଷ୍ଟ କରି ବସିବା ପରେ ପୁଣି ଜଣେ ଆସି ଆଉ ଟିକେ ଆଡ଼ଜଷ୍ଟ କରିବାକୁ କହିବ। ଥରେ ଏମିତି ପରିସ୍ଥିତି ହେଲା ଯେ ଆମ ଭିତରୁ ଗୋଟେ ରସିକିଆ ଟୋକା ଥାଇ କହିଲା, ଭାଇ ବେଞ୍ଚର ମୁନିଆ ଗିଜାଟା ଯାଇ ମୂଳାଧାର ଚକ୍ରଠି ଅଟକିକି ରହିଗଲାଣି, ଆଉ ଆଡ଼ଜଷ୍ଟ କରିହେବନି। ଏ କଥା ଶୁଣି ମଧ୍ୟ ଆମେ ହସି ହସି ଜଣେ ଅନ୍ୟ ଜଣକୁ ଠେଲି ପେଲି ତାକୁ ଆଡ଼ଜଷ୍ଟ କରିଦେଉଥାଉ। ଆଉ ଆଶ୍ଚର୍ଯ୍ୟ ଲାଗେ ଯେ ଏକଦମ ଅସମ୍ଭବ ପରିସ୍ଥିତିରେ ମଧ୍ୟ ପୁଣି ଜଣେ ଆଡ଼ଜଷ୍ଟ ହୋଇଯାଇଥାଏ। ପୁରୁଣା ଆମ୍ବାସାଡ଼ର ଗାଡ଼ି ଆପଣ ଦେଖିଥିବେ। ତା ଭିତରେ ଜଣେ ଜଣକୁ କୋଳରେ ଓ କାନ୍ଧରେ ବସେଇ ଏମିତି ଆଡ଼ଜଷ୍ଟ କରିନେବେ ଯେ ସେମାନେ ଓହ୍ଲାଇଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏତେ ଲୋକ ଗୋଟେ ଗାଡ଼ି ଭିତରେ ବସିଥିଲେ କେମିତି। ରାସ୍ତା ଉପରେ ଆପଣ ସ୍କୁଟର ଉପରେ ଗୋଟିଏ ପରିବାର ଆଡ଼ଜଷ୍ଟ ହେବାର ମନୋରମ ଦୃଶ୍ୟ ଦେଖିଥିବେ। ବାପା, ମା, ରୁନୁ, ଝୁନୁ, ମୁନୁ, ଟିକୁ, ମିକୁ ଆଦି ଇଏ ତା ଅଣ୍ଟାକୁ ତ ସିଏ ତା କାନ୍ଧକୁ ଝୁଲି ଏମିତି ଯାଉଥିବେ ଯେ ଅଲିମ୍ପିକ ସର୍କସର ଆର୍ଟିଷ୍ଟ ମଧ୍ୟ ତାଙ୍କୁ ଦେଖି ଲାଜେଇଯିବ। ଆଜ୍ଞା, ସତ କହିବାକୁ ହେଲେ ଜୀବନଟା ହେଉଛି ଗୋଟେ ଆଡ଼ଜଷ୍ଟମେଣ୍ଟ। ଜିଇବାକୁ ହେଲେ ଆମକୁ ସବୁ କଥାରେ ସମସ୍ତଙ୍କ ସହିତ ଟିକେ ଆଡ଼ଜଷ୍ଟ କରିବାକୁ ପଡ଼ିବ। ବାପକୁ ପୁଅ ସହିତ, ସ୍ୱାମୀକୁ ସ୍ତ୍ରୀ ସହିତ, ଭାଇକୁ ଭାଇ ସହିତ ଓ ବନ୍ଧୁକୁ ବନ୍ଧୁଙ୍କ ସହିତ ଆଡ଼ଜଷ୍ଟ କରିବାକୁ ପଡ଼ିବ। ଦୁଃଖକୁ ସୁଖ ଭିତରେ, କାନ୍ଦକୁ ହସ ଭିତରେ ଓ କ୍ଷତିକୁ ଲାଭ ଭିତରେ ଆଡ଼ଜଷ୍ଟ ନ କଲେ ଜୀବନ ଦୁର୍ବିଷହ ହୋଇପଡ଼ିବ। ଟିକେ ଆଡ଼ଜଷ୍ଟ କରିଦିଅନ୍ତୁ, ଦେଖିବେ ଜୀବନ ସରସ, ସୁନ୍ଦର ଓ ସୁଖମୟ ହୋଇ ଉଠିବ। ଜୀବନରେ କେତେ କଥା ଆପଣ ଆଡ଼ଜଷ୍ଟ କରିପାରିବେ ତା ଉପରେ କାହାଣୀଟିଏ କହୁଛି। ଶିକ୍ଷକ ଜଣେ କ୍ଲାସରେ ଗୋଟେ କାଚ ଗ୍ଲାସ ନେଇ ତା ଭିତରେ କିଛି ବଡ଼ ବଡ଼ ପଥର ଖଣ୍ଡ ଭର୍ତ୍ତି କରିଦେଲେ ଓ ପିଲାମାନଙ୍କୁ ତାହା ଭର୍ତ୍ତି ହୋଇଗଲା ବୋଲି ଦେଖେଇଦେଲେ। ଭର୍ତ୍ତି ହୋଇଗଲା ବୋଲି ପିଲାମାନଙ୍କର ହୃଦବୋଧ ହେଲା ପରେ ଶିକ୍ଷକ ପୁଣି କିଛି ଛୋଟ ଛୋଟ ଗୋଡ଼ି ତା ଭିତରେ ଭର୍ତ୍ତି କଲେ। ଗ୍ଲାସଟିକୁ ଟିକିଏ ହଲେଇ ଦେବାରୁ ଗୋଡ଼ି ଗୁଡ଼ିକ ପଥରମାନଙ୍କ ଭିତରେ ଥିବା ଖାଲି ସ୍ଥାନମାନଙ୍କର ଭର୍ତ୍ତି ହୋଇଗଲା। ପିଲାମାନେ ଦେଖିଲେ ଗ୍ଲାସଟି ବଡ଼ ବଡ଼ ପଥର ଓ ଛୋଟ ଛୋଟ ଗୋଡ଼ି ଦ୍ୱାରା ଭର୍ତ୍ତି ହୋଇଗଲା। ଶିକ୍ଷକ ତାପରେ ଅଳ୍ପ ଅଳ୍ପ ବାଲି ପକାଇଲେ। ଚାହୁଁ ଚାହୁଁ 2 ମିନିଟ୍ ଭିତରେ ବାଲି ଗୁଡ଼ାକ ବି ସେଇ ଗ୍ଲାସ ଭିତରେ ଆଡ଼ଜଷ୍ଟ ହୋଇଗଲା। ଗୋଡ଼ିମାନଙ୍କ ଭିତରେ ଥିବା ଅତି ସୂକ୍ଷ୍ମ ସ୍ଥାନ ଗୁଡ଼ିକ ବାଲିକୁ ଜାଗା ଦେଇ ଗ୍ରହଣ କରିନେଲା। ଏଣିକି ଯେତେ ହଲେଇଲେ ବି ଆଉ ଗ୍ଲାସ ଭିତରେ ବିନ୍ଦୁ ବିସର୍ଗ ବି ଜାଗା ଦେଖାଯାଉନଥାଏ। ଏହାର ଅର୍ଥ ଶିକ୍ଷକ ବୁଝାଇବାକୁ ଯାଇ କହିଲେ ଯେ ଜୀବନକୁ ଟିକେ ଗ୍ଲାସ ଭଳି ହଲେଇ ଦେଲେ ଏଥିରେ ଅନେକ କଥା ଆଡ଼ଜଷ୍ଟ ହୋଇପାରିବ। ଏହି ସମୟରେ ଜଣେ ଛାତ୍ରୀ ଶିକ୍ଷକଙ୍କ ହାତରୁ ଗ୍ଲାସଟି ମାଗିନେଲା ଓ ସମସ୍ତଙ୍କ ସାମ୍ନାରେ ସେଥିରେ କିଛି ପାଣି ଧୀରେ ଧୀରେ ଢାଳିବାକୁ ଲାଗିଲା। ଆଶ୍ଚର୍ଯ୍ୟ କଥା, ପୁରା ଭର୍ତ୍ତି ହୋଇଯାଇଥିବା ଗ୍ଲାସ ଭିତରେ ପାଣି ତକ ଆଡ଼ଜଷ୍ଟ ହୋଇଯିବାକୁ ବେଶୀ ସମୟ ଲାଗିଲା ନାହିଁ। ପାଠକଗଣ, ଏବେ ତାଳି ମାରନ୍ତୁ ନାହିଁ, କାରଣ କଥା ସରିନାହିଁ। ଆପଣ ଗୋଟେ କାମ କରନ୍ତୁ, 2 ପଗଡ଼ ଲୁଣ ନେଇ ସେଇ ଗ୍ଲାସ ଉପରେ ରଖିଦିଅନ୍ତୁ। ଦେଖିଏ ଲୁଣ ବି ତା ଭିତରେ ଆଡ଼ଜଷ୍ଟ ହୋଇଯିବ। ଏବେ ମନ ଇଚ୍ଛା ତାଳି ମାରିପାରନ୍ତି। ସମାପ୍ତ।